ঝାରସୁଗୁଡ଼ା ଜିଲ୍ଲାରେ ନାହିଁ ଗୋଟିଏ ବି ସବ୍ ଡିଭିଜନ୍। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଏବଂ ଲଇକେରା ବ୍ଲକ ଦ୍ୱୟକୁ ସବ୍ ଡିଭିଜନ୍ ମାନ୍ୟତା ଦାବି ବହୁ ଦିନରୁ ହୋଇ ଆସୁଥିବା ବେଳେ ସରକାର ଏ ଦିଗରେ କରୁନାହାନ୍ତି କର୍ଣ୍ଣପାତ। ଏହି ପରିପ୍ରେକ୍ଷୀରେ ଆସନ୍ତା ମାର୍ଚ୍ଚ 5 ତାରିଖ ଦିନ ଲଇକେରା ବ୍ଲକକୁ ସବ୍ ଡିଭିଜନ୍ ମାନ୍ୟତା ଦାବିରେ 12 ଘଣ୍ଟିଆ ଲଇକେରା ବନ୍ଦର ଡାକରା ଦେଲା ଉପଖଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି। ଗୁରୁବାର ଦିନ ଗାଁ ମୁଖିଆ ଟଙ୍କଧର ନାୟକ ଓ ପଞ୍ଚାନନ ନାୟକଙ୍କ ଆହ୍ୱାନରେ ତଥା ସଭାପତିତ୍ୱରେ କଲ୍ୟାଣ ମଣ୍ଡପଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲଇକେରାକୁ ଉପଖଣ୍ଡ ମାନ୍ୟତାର ଯଥାର୍ଥତା ବିଷୟରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଉପଖଣ୍ଡ ନଥିବା ଏବଂ ଲଇକେରାରୁ 26 କିଲୋମିଟର ଓ ବ୍ଲକ ସୀମାନ୍ତରୁ ଜିଲ୍ଲା ସଦର ମହକୁମା 65 କିଲୋମିଟର ଦୂର ହୋଇଥିବାରୁ ଗ୍ରାମାଞ୍ଚଳ ଜନସାଧାରଣ ଜିଲ୍ଲାସ୍ତରୀୟ ସରକାରୀ ସେବା ଓ ସରକାର ସୁବିଧା ପାଇବାରେ ଅସୁବିଧା ପାଉଛନ୍ତି। ବ୍ଲକ ଅଧୀନରେ 11ଟି ପଞ୍ଚାୟତ ଓ କିରମିରା ବ୍ଲକର ଅଧିକାଂଶ ଗ୍ରାମ ନିର୍ଭର କରିଥାନ୍ତି। ତେଣୁ 5 ତାରିଖ 12 ଘଣ୍ଟିଆ ବନ୍ଦ ଉପଖଣ୍ଡ ଦାବିରେ ଦିଆଯାଇଛି। ସରକାର ଉପଖଣ୍ଡ ମାନ୍ୟତା ନଦେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବା ସହ ଦୃଢ଼ ପ୍ରତିବାଦ କରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକରେ ଗ୍ରାମବାସୀ, ବ୍ଲକ ସ୍ତରୀୟ କୃଷକ ସଂଘ, ଅବସର କର୍ମଚାରୀ ସଂଘ ସହ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ